ଶ୍ରୀ ଶ୍ରୀ ଠାକୁରଙ୍କର ଏଇ ଯୋଉ ସତ୍ସଙ୍ଗ ଆନ୍ଦୋଳନ, ଠାକୁର କହନ୍ତି ଏ ହଉଛି ମଣିଷ ତିଆରି କାରଖାନା। ଆମମାନେ ଆସୁଛନ୍ତି ମଣିଷ ହେଇ ଉଠିବା ପାଇଁ। ଆମମାନେ ବିବର୍ତ୍ତନର ଏଇ ଯେ ଯାତ୍ରା, ସେଇ ଯାତ୍ରାରେ ସମସ୍ତେ ଆଗେଇ ଚାଲିଛନ୍ତି ନିରନ୍ତର। ଏଇ ଈଶ୍ୱରଙ୍କ ସୃଷ୍ଟିରେ ଶ୍ରେଷ୍ଠ ଜୀବ ହଉଛି ମଣିଷ। ଶ୍ରୀ ଶ୍ରୀ ଠାକୁରଙ୍କୁ ପଚରା ହେଇଛି ଯେ ଈଶ୍ୱର ମଣିଷ କାହିଁକି ସୃଷ୍ଟି କଲେ? ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ତମେ କେମିତି ଦେଖାଯାଅ ନିଜେ ବୁଝିବା ପାଇଁ ଦର୍ପଣଟେ ଦରକାର ହୁଏ ନା, ମିରର ଦରକାର ହୁଏ। ମିରର ସାମ୍ନାରେ ଛିଡା ହେଲେ ବୁଝିପାର ତୁମେ ଦେଖିବାକୁ କେମିତି, ତୁମର ରୂପ କେମିତି ଇତ୍ୟାଦି ଇତ୍ୟାଦି। ଠାକୁର କହୁଛନ୍ତି ଈଶ୍ୱରଙ୍କ ବେଳକୁ ମଧ୍ୟ ଠିକ ସେଇ କଥା। ଈଶ୍ୱର ନିଜେ ତାଙ୍କର ପ୍ରତିଛବି ଯଦି ଦେଖିବାକୁ ଚାହାନ୍ତି ତାହେଲେ ତାଙ୍କର ବି ଦର୍ପଣର ପ୍ରୟୋଜନ। ଠାକୁର କହୁଛନ୍ତି ସେଇଥିପାଇଁ ଈଶ୍ୱର ତିଆରି କରିଛନ୍ତି ମଣିଷକୁ, ସେଇ ଦିବ୍ୟ ଚେତନା ପ୍ରଦାନ କରି ଯୋଉ ମଣିଷ ଭିତରେ ଦେଇ ବୁଝା ଯାଇପାରେ ଯେ ଈଶ୍ୱର କଣ ବା ଈଶ୍ୱର କିଏ। ସେ ଠାକୁରଙ୍କୁ ସେଦିନ ଭକ୍ତ ପଚାରୁଛନ୍ତି ଈଶ୍ୱରଙ୍କର ଶ୍ରେଷ୍ଠ ସୃଷ୍ଟି ଯଦି ମଣିଷ ହୁଏ, ମଣିଷ ଯଦି ସର୍ବଶ୍ରେଷ୍ଠ, ତା ଉପରକୁ କଣ? ମଣିଷ ପରେ ଆଉ କଣ କିଛି ଅଛି ନା ଆଉ କିଛି ନାହିଁ? ଠାକୁର କହୁଛନ୍ତି ମଣିଷର ପରେ ହଉଛି ଶ୍ରେଷ୍ଠତର ମଣିଷ। ମଣିଷ ତ ଅନେକ ପ୍ରକାର ଅଛନ୍ତି, ସଭ୍ୟ ମଣିଷ, ଅସଭ୍ୟ ମଣିଷ, ବର୍ବର ମଣିଷ, ମହାନ ମଣିଷ। କିନ୍ତୁ ସମସ୍ତେ ଯେ ମନୁଷ୍ୟତ୍ୱର ଅଧିକାରୀ ତା ତ ନୁହେଁ। ମଣିଷ ଜନ୍ମ ପାଇଯାଇ ଯେ ମଣିଷ ମଣିଷ ହେଇଯାଇଛି ତାହା ତ କୁହାଯାଇପାରେ ନା। ପ୍ରୟୋଜନ ଅଛି ଶ୍ରେଷ୍ଠ ମଣିଷ ହେଇ ଉଠିବା। ଠାକୁର କହୁଛନ୍ତି ତାପରେ ଶ୍ରେଷ୍ଠତର ମଣିଷ, ତାପରେ ଶ୍ରେଷ୍ଠତମ ମଣିଷ। ତାହେଲେ ବୁଝାଯିବ କିପରି ଜଣେ ଶ୍ରେଷ୍ଠତର ବା ଶ୍ରେଷ୍ଠତମ ମଣିଷ, ତାହା ବୁଝାଯିବ କିପରି? ସେ ଠାକୁର କହୁଛନ୍ତି ଯେଉଁ ଯେଉଁ ଗୁଣ ଗୁଡିକ ନେଇ ମଣିଷ ଶ୍ରେଷ୍ଠ ହେଇ ଉଠେ, ସେଇ ଗୁଣ ଗୁଡିକ ଯଦି ମଣିଷ ଭିତରେ ଥାଏ ତାହେଲେ ତାକୁ ବାୟୋଲୋଜିକାଲି ସୁପିରିୟର ମଣିଷ ବୋଲି କୁହାଯାଇପାରେ। ବାୟୋଲୋଜିକାଲି ସୁପିରିୟର, ସବୁ ଦିଗ ଦେଇ ସେ ଏଫିସିଏଣ୍ଟ, ସବୁ ଦିଗ ଦେଇ ସେ ଦକ୍ଷ ଏବଂ ଯୋଗ୍ୟ। ଏଇ ଗୁଣ ଗୁଡିକ ଯଦି ମଣିଷ ଭିତରେ ଥାଏ ତାହେଲେ ତାହା ସମ୍ଭବ। ସେ ଠାକୁର ସେଇ ଗୁଣ ଗୁଡିକ ବିଷୟରେ କହିଛନ୍ତି। ଯେଉଁ ଗୁଣ ଗୁଡିକ ବିଷୟରେ ଆମେ ଆଜି ଆଲୋଚନା କରିବା ତାହା ଅତ୍ୟନ୍ତ ପ୍ରାସଙ୍ଗିକ ଏଇଥିପାଇଁ ଯେ ଶ୍ରୀ ଶ୍ରୀ ଠାକୁର ଦିନେ କଥା ପ୍ରସଙ୍ଗରେ କହୁଛନ୍ତି ତୁମେ ମତେ ଟଙ୍କା ପଇସା ଧନ ସମ୍ପତ୍ତି ଦିଅ, ସେଥିରେ ମୋର କୌଣସି ଖୁସି ନାହିଁ। ତୁମେ ମତେ ମାନ ସମ୍ମାନ ଦିଅ, ସେଥିରେ ମଧ୍ୟ ମୋର କିଛି ଖୁସି ନାହିଁ। ମୋର ଖୁସି କେବଳ ସେଇଥିରେ ଯେତେବେଳେ ତୁମେ ମାନେ ହେଇ ଉଠ। ଯେତେବେଳେ ତୁମେ ମାନେ ହେଇ ଉଠ, ତମେ ହେଇ ଉଠିବା ଦେଖିଲେ ମୋର ଆନନ୍ଦ। ତେଣୁ ଠାକୁର ସ୍ପଷ୍ଟ ଭାବରେ କହିଦେଇଛନ୍ତି। ଆମେ ମାନେ ଭାବନ୍ତି ଯେ ଠାକୁରଙ୍କର ସତ୍ସଙ୍ଗ କଲେ ହେଲା, ଇଷ୍ଟ କର୍ମ କଲେ ହେଲା, ମନ୍ଦିର ତିଆରିରେ କଲେକ୍ସନ କଲେ ବି ହେଲା, ଡିପି ୱାର୍କ କଲେ ହେଲା, ଅର୍ଘ୍ୟ କଲେକ୍ସନ କଲେ ହେଲା, ଭଣ୍ଡାର ବା ଆନନ୍ଦ ବଜାରରେ ରୋଷେଇ କରି ପରୋସିଲେ ତ ହେଲା। ଇଏ ତ ହେଲା ଠାକୁରଙ୍କର ମଣିଷ ହେଇ ଉଠିବା। ଠାକୁର କହୁଛନ୍ତି ଏସବୁ ସତ୍ତ୍ୱେ ତୁମେ ଯଦି ହେଇ ନ ଉଠିଲ, ତୁମର ଗୁଣ ଦେଇ, ତୁମର ଚରିତ୍ର ଦେଇ, ତୁମର ବିଦ୍ୟା ବୁଦ୍ଧି ଦେଇ, ଦକ୍ଷତା ଦେଇ ତୁମେ ଯଦି ଏକ ଆଦର୍ଶ ମଣିଷ ହେଇ ନ ଉଠିଲ, ତାହେଲେ ମୋ ମନରେ କିନ୍ତୁ ଶାନ୍ତି ନାହିଁ। ତୁମେ ମତେ ଧନ ଧାନ୍ୟ ଟଙ୍କା ପଇସା ପୂଜା ଅର୍ଚ୍ଚନା ଯାହା କିଛି କର ନା କାହିଁକି। ଶ୍ରୀ ଠାକୁର ଚାହିଁଛନ୍ତି ସେଇଆ ହେଇ ଉଠିବା ପାଇଁ।
ଏଇ 12ଟି ଗୁଣ ଯାହା ଆମେ ଆଲୋଚନା କରିବା ତାହା କୌଣସି ଗୋଟିଏ ଜାଗାରେ ନାହିଁ। ଠାକୁରଙ୍କର କୌଣସି ଗୋଟିଏ ଗ୍ରନ୍ଥରେ ଏଇ 12ଟି କଥା ଏକାଠି ଦେଖିବାକୁ ମିଳେ ନା। କିଛି କେତୋଟି ଗୁଣ ମୁଁ ଦୀପରକ୍ଷୀ ପ୍ରଥମ ଖଣ୍ଡରୁ ସଂଗ୍ରହ କରିଛି, ଆଉ କେତେଟି ଦ ମେସେଜ ଭଲ୍ୟୁମ 9 ଏବଂ ଆଉ କିଛି ଆଲୋଚନା ପ୍ରସଙ୍ଗର ବିଭିନ୍ନ ଖଣ୍ଡରୁ ସବୁ କିଛି ସଂକଳିତ କରି ଏଇ 12ଟି ଗୁଣ ଯାହା ଆଜି ଆମମାନେ ଆଲୋଚନା କରି। ପ୍ରଥମଟି ହଉଛି ୱିଲ ପାୱାର। ଠାକୁର କହୁଛନ୍ତି ଇଚ୍ଛା ଶକ୍ତି। ଠାକୁର କହୁଛନ୍ତି ତୁମମାନଙ୍କ ଭିତରେ ଇଚ୍ଛା ଶକ୍ତି ଯଦି ପ୍ରବଳ ନ ହୁଏ ତାହେଲେ ବାୟୋଲୋଜିକାଲି ତୁମମାନେ ଏଫିସିଏଣ୍ଟ ନୁହଁ। ଏଇ ଇଚ୍ଛା ଶକ୍ତିର ଆବଶ୍ୟକତା ବିଷୟରେ ଠାକୁର ଖୁବ ଜୋର ଦେଇଛନ୍ତି। ଯେତେବେଳେ ପ୍ରତିକୂଳ ଚିନ୍ତା ମଣିଷକୁ ବାଧା ଦିଏ ସେତେବେଳେ ଏଇ ଇଚ୍ଛା ଶକ୍ତି ମଣିଷର ବିଶେଷ ଭାବରେ ପ୍ରୟୋଜନ ଶ୍ରୀ ଠାକୁର କହୁଛନ୍ତି। ପାବନାର କିଛି ଚାଷୀ ଶ୍ରୀ ଠାକୁରଙ୍କ ପାଖକୁ ଥରେ ଆସିଥିଲେ। ସେମାନେ ଆସି କହୁଛନ୍ତି ଯେ ଠାକୁର ଜୀବନରେ ଅନେକ ଅଭାବ ଅନାଟନ ଲାଗି ରହିଛି, ଅସୁବିଧା ଲାଗି ରହିଛି, କୌଣସି ସମସ୍ୟାରୁ ମୁକ୍ତି ମିଳି ପାରୁନାହିଁ, ସବୁବେଳେ କିଛି ନା କିଛି ସମସ୍ୟା ଲାଗି ରହିଛି। ଠାକୁର ଉପାୟ କଣ? ଠାକୁର କହୁଛନ୍ତି ଦେଖ ଯେ ମଣିଷ ତାର ଜୀବନରେ ଯେ ଦୁଃଖ କଷ୍ଟ ପାଏ ତାର କାରଣ ମଣିଷ ଯେ ନିଜେ ଏକଥା ମଣିଷ ବୁଝିପାରେ ନା। ଅନ୍ୟକୁ ମଣିଷ ବ୍ଲେମ କରେ ଯେ ତା ପାଇଁ ମୋର ଅସୁବିଧା ହେଲା, ସେ ଲୋକଟି ମତେ ହଇରାଣ କଲା, ସେଇଥିପାଇଁ ମୋର ଆଜି ଅବସ୍ଥା। ସେ ଠାକୁର କହୁଛନ୍ତି ଯେ ଅସୁବିଧାର କାରଣ, ମଣିଷର ଦୁଃଖ ଯନ୍ତ୍ରଣା କାରଣ ହଉଛି ମଣିଷ ନିଜେ। ଠାକୁର କହୁଛନ୍ତି ଦେଖ ତମମାନେ ତ ଚାଷୀ, ଜଣେ ଚାଷୀଙ୍କ ଆଡୁ ଅନେଇ କହୁଛନ୍ତି ଦେଖ ଯଦି ତୁମେ ତୁମର ଜମିରେ କାମ କରୁଛ, କାମ କରିବା ଭିତରେ ଖୁବ ବ୍ୟସ୍ତରେ ଅଛ, ହଠାତ୍ ଦେଖିଲ ଯେ ତୁମର ଯୋଉ ପଡୋଶୀ ଚାଷୀ ତାର ଜମିରେ ଗୋଟେ ଗାଈ ପଶି ତାର ଫସଲ ଖାଇବାରେ ଲାଗିଛି, ଆଉ ତୁମେ ଭାବିଲ ଆରେ ଆରେ ସେ ତ ମୋ ସାଙ୍ଗଟା, ତାର ଜମିର ଫସଲ ଖାଇଯାଉଛି। ମନ ହେଲା ଦୌଡ଼ି ଯାଇ ଗାଈଟିକୁ ଘଉଡେଇ ଦବା, ତଡେଇ ଦବା ପାଇଁ ତା ଜମିରୁ। ଠାକୁର କହୁଛନ୍ତି ପୁଣି ହଠାତ୍ ମନ ଭିତରେ ଗୋଟେ ଚିନ୍ତା ଆସିଲା, ଆରେ ମୋର ଏତେ କାମ ପଡି ରହିଛି ମୋ ଜମିରେ, ମୁଁ ଆକୁ ସାରିବି ନା ତା ଗାଈକୁ ଘୋଡେଇବାକୁ ଯିବି? କାମ ସାରେ ତାପରେ ଦେଖାଯିବ। ଆଉ ସେ କଣ ମୋର ଜମିରେ ଖାଉଛି? ତା ଜମିରେ ଖାଉଛି, ଖାଇଲେ ଖାଉ, ମୋ ନିଜ କଥା ମୁଁ ଆଗ ଦେଖେ। ଠାକୁର କହୁଛନ୍ତି ତୁମେ ଭାବିଲ ଯିବ ବୋଲି, ଭଲ ଚିନ୍ତାଟେ ମନ ଭିତରେ ଆସିଥିଲା, ପୁଣି ହଠାତ୍ ତୁମେ ତାକୁ ନିଜେ ଦବେଇ ଦେଇ ତୁମ କାମରେ ଲାଗି ରହିଲ। ଏଇଭଳି ଭାବରେ 3-4 ଦିନ ଧରି ଘଟିଲା। ଗାଈଟି ପଶେ, ଫସଲ ଖାଏ, ତୁମେ କିନ୍ତୁ କିଛି କର ନାହିଁ, ଚୁପଚାପ ରହିଯାଅ। ଠାକୁର କହୁଛନ୍ତି ଏଇଭଳି କିଛି ଦିନ ବିତି ଯାଇଛି। ତାପରେ ଗୋଟିଏ ଦିନ ତୁମେ ବସିକି ତୁମ ଜମିରେ ଆରାମରେ ବସିଛ, ଫସଲ ଆଡକୁ ଲକ୍ଷ୍ୟ କରି ଫସଲ ଦେଖୁଛ। ହଠାତ୍ ଗୋଟେ ଗାଈଟି ସେଦିନ ତୁମ ଜମି ଭିତରେ ପଶିଲା। ଠାକୁର କହୁଛନ୍ତି ଇଚ୍ଛା ହଉଛି ଦୌଡ଼ି ଯିବା ପାଇଁ, ଦୌଡ଼ି ଯାଇ ଘୋଡେଇ ଦେବା ପାଇଁ। ଠାକୁର ପୁଣି କହୁଛନ୍ତି ଇଚ୍ଛା ହଉଛି କିନ୍ତୁ ତମେ ଉଠି ପାରୁନ। ଯେତେବେଳେ ଭଲ ଚିନ୍ତାଟି ତୁମ ମନ ଭିତରେ ଆସିଥିଲା, ବାରମ୍ବାର ତୁମେ ତାକୁ ଦବେଇ ତୁମର ନିଜର ଇଚ୍ଛା ଶକ୍ତିକୁ ଏତେ ଦୁର୍ବଳ କରିଦେଇଛ, ଆଜି ଯେତେବେଳେ ତୁମର ନିଜର ପ୍ରୟୋଜନ ଅଛି, ଦୌଡ଼ି ଯାଇ ଗାଈଟିକୁ ହଟେଇ ଦବା, ବାହାର କରିଦବା ପାଇଁ ତୁମର ଜମିରୁ, ସେତେବେଳେ ତୁମ ଭିତରେ ଥିବା ସେଇ ଦୁର୍ବଳ ଇଚ୍ଛା ଶକ୍ତି ତୁମକୁ ତାହା କରିବାକୁ ଦେଉନାହିଁ। ଦେଖନ୍ତୁ ସେ ଠାକୁର କିଭଳି ବୁଝେଇ ଦଉଛନ୍ତି ମଣିଷ କିଭଳି ନିଜ ଗୁଣ ପାଇଁ ନିଜେ ହିଁ ତାର ଇଚ୍ଛା ଶକ୍ତି ହରେଇବାର କାରଣ। ଚଲାର ସାଥିର ଗୋଟିଏ ଗ୍ରନ୍ଥରେ ଶ୍ରୀ ଠାକୁର କହୁଛନ୍ତି ଭଲ ଚିନ୍ତାଟି ଯେତେବେଳେ ତୁମର ମସ୍ତିଷ୍କରେ ଆସେ, ତାକୁ ତତ୍କ୍ଷଣାତ୍ କାର୍ଯ୍ୟରେ ପରିଣତ କର, ତା ନହେଲେ କିନ୍ତୁ ତୁମେ ତୁମର
କୃତକାର୍ଯ୍ୟ ହେବାର ସମ୍ଭାବନା ଅନେକ କମ। ଯଦି ଇଚ୍ଛା ଶକ୍ତି ତୁମେ ବଢେଇବାକୁ ଚାହଁ, ଯେତେବେଳେ ତୁମେ ଦେଖ ଯେ କୌଣସି ଭଲ ଚିନ୍ତା ତୁମ ମୁଣ୍ଡ ଭିତରକୁ ଆସିଛି, ଠିକ ସେଇ ସମୟରେ ତାକୁ ତୁମେ ଯଦି କାର୍ଯ୍ୟାନ୍ୱିତ ମ୍ୟାଟେରିଆଲାଇଜ ନ କର, ତାହେଲେ ତୁମର ଇଚ୍ଛା ଶକ୍ତି ଯେ ଦୁର୍ବଳ ହେଇ ଚାଲିବ, ସେଥିରେ କୌଣସି ସନ୍ଦେହ ନାହିଁ। ଏଇ କଥାଟି ହଉଛି ଇଚ୍ଛା ଶକ୍ତି, ଯାହା ହଉଛି ଆଜିର ଏଇ 12ଟି ଗୁଣ ଭିତରୁ ପ୍ରଥମ ଗୁଣ ଯାହା ଆମେ ଆଲୋଚନା କରୁ। ଦ୍ୱିତୀୟ ଗୁଣକୁ ଯିବା। ଶ୍ରୀ ଠାକୁର କହୁଛନ୍ତି ପ୍ରେଜେନ୍ସ ଅଫ ମାଇଣ୍ଡ, ଉପସ୍ଥିତ ବୁଦ୍ଧି ସମସ୍ତଙ୍କର ଦରକାର। କେତେବେଳେ କଣ କହିବା ଦରକାର, କେଉଁ ପରିସ୍ଥିତିକୁ କିଭଳି ଭାବରେ ହ୍ୟାଣ୍ଡେଲ କରିବାକୁ ହେବ, କେଉଁ ସମୟରେ କଣ କାମ କରିବାକୁ ହେବ, ସେଇ ଚିନ୍ତାଟି ମୁଣ୍ଡକୁ ତତ୍କ୍ଷଣାତ ଆସିବା ହଉଛି ଉପସ୍ଥିତ ବୁଦ୍ଧି। କିଛି ବର୍ଷ ଆଗରୁ ଆମେରିକାରେ ଜଣେ ଗୋଟିଏ ଉଡାଜାହାଜ ଚଢେଇ ସାଙ୍ଗରେ ତାର ସଂଘର୍ଷ ବା ଇଏ ଯେ ଦୁର୍ଘଟଣା ହେଇ ଉଡାଜାହାଜର ଇଞ୍ଜିନ ଦୁଇଟି ଖରାପ ହେଇଯାଏ ଏବଂ ତାଙ୍କୁ ଏୟାର ଟ୍ରାଫିକ କଣ୍ଟ୍ରୋଲର କହନ୍ତି ଯେ ଏୟାରପୋର୍ଟକୁ ଫେରି ଆସିବା ପାଇଁ, କିନ୍ତୁ ତାଙ୍କର ଇଞ୍ଜିନରେ ପାୱାର ନଥାଏ ଫେରିଯିବା ପାଇଁ। ସେ ପାଇଲଟ ଜଣକ ଉପସ୍ଥିତ ବୁଦ୍ଧିକୁ ପ୍ରୟୋଗ କରି ସଙ୍ଗେ ସଙ୍ଗେ ସହରରେ ଥିବା ଯୋଉ ହଡସନ ରିଭର, ସେଇ ନଦୀରେ ପ୍ଲେନକୁ ଅବତରଣ କରନ୍ତି। ତତ୍କ୍ଷଣାତ ଉପସ୍ଥିତ ବୁଦ୍ଧି କାମ ଦେଇଥିବାରୁ ସେ ଏଇଟା କରିପାରନ୍ତି। ସାଧାରଣ ଭାବରେ ଯେକୌଣସି ପାଇଲଟ ଚିନ୍ତା କରନ୍ତି ଯେ ମୁଁ ବର୍ତ୍ତମାନ ଏୟାରପୋର୍ଟ ଆଡକୁ, ଟର୍ମିନାଲ ଆଡକୁ ଫେରିଯିବି, କିନ୍ତୁ ବିଶେଷଜ୍ଞ ମାନେ ପରବର୍ତ୍ତୀ ସମୟରେ କହନ୍ତି ଯେ ଯଦି ସେ ନଦୀରେ ସେ ପ୍ଲେନକୁ ଓହ୍ଲେଇ ନଥାନ୍ତେ, ତାହେଲେ ନିଶ୍ଚିତ ଭାବରେ ସମସ୍ତ ଯାତ୍ରୀ ମାନେ ମୃତ୍ୟୁ ମୁଖରେ ପଡିଥାନ୍ତେ। ଏଇ ଯେ ଉପସ୍ଥିତ ବୁଦ୍ଧି କେଉଁ ସମୟରେ କଣ କରିବାକୁ ହୁଏ, ହଠାତ୍ ଏଇ ଚିନ୍ତାଟା ମୁଣ୍ଡରେ ପ୍ରବେଶ କରିବା ଏବଂ ତାକୁ କାର୍ଯ୍ୟକାରୀ କରିବା, ଇଏ ହଉଛି ପ୍ରେଜେନ୍ସ ଅଫ ମାଇଣ୍ଡ। ଶ୍ରୀ ଠାକୁର କହୁଛନ୍ତି ଏଇ ଯେ ଉପସ୍ଥିତ ବୁଦ୍ଧିଟା କିନ୍ତୁ ସମସ୍ତଙ୍କର ରାତାରାତି ଆସେ ନା, ସମୟ ଲାଗେ, କିନ୍ତୁ ବିଶେଷ ଭାବରେ ଅଭ୍ୟାସ କରିବା ଭିତର ଦେଇ ମଣିଷ ତାର ଉପସ୍ଥିତ ବୁଦ୍ଧିକୁ ଜାଗ୍ରତ କରିପାରେ। ଠାକୁର କହୁଛନ୍ତି ଉପାୟ ହଉଛି ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବା। ତୁମେ ଯଦି ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବାକୁ ଚେଷ୍ଟା କର, ତାହେଲେ ତୁମର ଉପସ୍ଥିତି ବୁଦ୍ଧି ଗଜେଇ ଉଠି ପାରେ। ଠାକୁର କହୁଛନ୍ତି ଆଲୋଚନା ପ୍ରସଙ୍ଗର 22ତମ ଗ୍ରନ୍ଥରେ ଠାକୁର କହୁଛନ୍ତି ଅସୁବିଧା ମଣିଷକୁ ଅଧିକ ଇଣ୍ଟେଲିଜେଣ୍ଟ କରି ତୋଳେ, ଅଧିକ ବୁଦ୍ଧିମାନ କରି ତୋଳେ। ଯାହାର ଜୀବନରେ ଅସୁବିଧା ନାହିଁ, ସେ ବୁଦ୍ଧିମାନ ହବାର ସମ୍ଭାବନା ବହୁତ କମ। ଯଦି କୌଣସି ମଣିଷକୁ ଜୀବନରେ କୌଣସି ଚ୍ୟାଲେଞ୍ଜେସର ସାମ୍ନା କରିବାକୁ ହୁଏ ନା, ତାହେଲେ ତାର ପ୍ରେଜେନ୍ସ ଅଫ ମାଇଣ୍ଡ ବା ଉପସ୍ଥିତ ବୁଦ୍ଧି କେବେ ହେଲେ ଗଜେଇବ। ତ ଠାକୁର କହୁଛନ୍ତି ଯେ ପରିସ୍ଥିତିର ସାମ୍ନା କରିବା ପାଇଁ ଅଭ୍ୟାସ କରି ନେବାକୁ ହୁଏ। ପ୍ରତିକୂଳ ପରିସ୍ଥିତି ଯେତେବେଳେ ଆସେ, ତାକୁ ସାମ୍ନା କରିବାର ଅଭ୍ୟାସ କରି ନେବା, ଅର୍ଥାତ ବିଭିନ୍ନ ସମୟରେ ବିଭିନ୍ନ ଚ୍ୟାଲେଞ୍ଜିଂ ୱାର୍କ, କାମକୁ ହାତକୁ ନବା ଉଚିତ। ଯେଉଁ କାମଟି ମନେ ହୁଏ ଦୁଃସାଧ୍ୟ, କରିବା ହୁଏତ ସମ୍ଭବ ନୁହେଁ, ସେଇଭଳି କାମକୁ ଠାକୁର କହୁଛନ୍ତି ହାତକୁ ନବା ଉଚିତ। ଏଇ ନବା ଭିତର ଦେଇ ମଣିଷ ବିଫଳ ହଉ ବା ସଫଳ ହଉ, କିନ୍ତୁ ଏଇ ଚ୍ୟାଲେଞ୍ଜେସ ବା ହାର୍ଡସିପ୍ସ ବା ଅସୁବିଧା ଗୁଡିକର ସାମ୍ନା କରିବା ଭିତର ଦେଇ ଠାକୁର କହୁଛନ୍ତି ଯେ ମଣିଷର ଉପସ୍ଥିତ ବୁଦ୍ଧି ଧୀରେ 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 ଗଜେଇ ଉଠେ। ତେଣୁ ଆଜି ଏ ଯୋଉ ବିଶେଷ ଗୁଣ ଗୁଡିକ ଆଲୋଚନା ମାନେ କରୁଛନ୍ତି, ତା ଭିତରେ ଦ୍ୱିତୀୟ ଗୁଣଟି ଯାହା ଆମେ ଆଲୋଚନା କଲେ, ସେଇ ଗୁଣଟି ହଉଛି ଉପସ୍ଥିତ ବୁଦ୍ଧି। ପ୍ରଥମେ ହେଲା ଇଚ୍ଛା ଶକ୍ତି, ତାପରେ ହଉଛି ଉପସ୍ଥିତ ବୁଦ୍ଧି।
आमे तृतीय गुण आड़क वर्तमान जीवा। तृतीय गुणटी होची श्री श्री ठाकुर राम मान को जहाँ कहिसंती से गुणटी होची क्षिप्रता बा तीव्रता। तीव्रता बा क्षिप्रता कर्म करने समय तीव्र गति रे कर्म को संपादन करवा। ठाकुर कहते यही गुणटी समस्तंक भितरे गजई उठवा उचित। अजथा विलंब करवा उचित नुहे। आजिर काम काली करिबी एही भली भाव आदौ रखिबा उचित नुहे। अनेक समय किंतु मनुष्यर एही भली भाव सृष्टि हेई थाए। मनुष्य भितर दक्षता थाए किंतु आलस्यता पाई हो बा अन्य कौनसी कारण पाई मनुष्य भितरे एही जे कर्म तत्परता सेथिरे किंतु अनेक समय दुर्बलता देखा मिले। ठाकुर कहते इंग्राजी रे ताकू ठाकुर कहते एजिलिटी कर्म तत्परता। जहाँ जेकोसी काम हाथ को नियो ताकू तुरंत संपादन करने को हम। ठाकुर कहते जे खूब शीघ्र काम सारे को पड़ो। पुणी ठाकुर कहते खूब शीघ्र कले भी हबनी शीघ्र करने सांगे भल भाव संपादन करने पड़ो। जदि मु कहे हाँ तरतर होगी कली तो टिके भूल भटका हो जाए ठाकुर कहते ना सी भी सेटा अलाउड नुहे। जल्दी करने को पड़ो एवं भल भाव करने को पड़ो। ठाकुर पुणी कहते सेतिकी भी नुहे। अनेक समय देखा जाए विशेषकर गृहिणी माने कहती गृहिणी माने कहीं समस्त भाई माने कहती जे एका बेले तो चारटा काम करिनी मोर कौन चारटा हाथ। ठाकुर कहते हाँ चारिटा हाथ थिला भली काम करने को पड़ो। गोटे काम करुची तो करुची सेटा किंतु हबनी एका बेले के चारिटा काम करने को पड़ो। ठाकुर कहते माँ माने जमती रोसई करूथांती पिलांको खाइबाकू दउथांती टिफिन पैक करूथांती ये सब एका बेले करनियंती केते जल्दी केते तत्परता देई ताहा केई टेर पांतिन। श्री श्री ठाकुर दीप रक्षी कहते प्रथम खंडरे जिते काम करने भीतर हठात पड़गल फटकिना उठी पुणी काम लगिगल कहीं किसी टेर पाइलेनि जे किछि हेइछि बोली। ये हूँ कर्म तत्परता बा एजिलिटी। बैंगलोर रे श्री श्री दादा सपरिवार 2017 मसीह आसी से समय गोटे विशाल उत्सव आयोजन होता। से उत्सव साधारण सभार संचालन करने दायित्व मत दि जाइथिला। चारिटा समय साधारण सभा आरंभ हबार थिला। 4टा 4टा 15 ये समय थिला। ता पूर्व मातृ सम्मेलन चलता। हठात मु स्टेज पाखे पहुंची जाइथिली कारण किछि समय पर ए मातृ सम्मेलन शेष हेले साधारण सभा आरंभ हब तार संयोजना करने को पड़ो। तो मातृ सम्मेलन साधारणतः तो पुरुष माने रहंती नहीं। तो मु बाहर छिड़ा ही था हठात फोन आसिला जड़े दादा फोन कले जे पूजनीय अबिंदा साधारण सभा किछि कहिबे प्रथमे सी ही कहिबे मो ऊपर थिला दायित्व संयोजना करिवार। तो मु टिके व्यतिव्यस्त हो पड़े जे किभली भाव में कौन आयोजन करा कोठी बसिबे इत्यादि इत्यादि। मते से दादा पचारले जे पूजनीय अबिंदा पचारुछंती केतेबेले से आसीबे। मु कहली देखंतु मातृ सम्मेलन 4टा पर्यंत चलिबो तापर आमे टिके स्टेज ऊपर चेयर टेबुल एसु पकेया पई 10-15 मिनिट लागिबो। 4टा 15 रे दादा को कहंतु आसीबा पई। से भाई जण कहले ठीक अछि। तापर 2 मिनिट परे पुणी फोन आसिला से भाईंकर। से कहले जे पूजनीय अबिंदा पचारुछंती सूर्यदा को पचार 4टा बेले जदि मातृ सम्मेलन शेष हुए ताले 4टा 5 रे कहीं आरंभ न हो पारिबो 4टा 15 रे कहीं हबो 4टा 5 रे कहंतु आरंभ करबा पई 4टा 5 रे मु आसी के पहुंची। छोटिया कथा किंतु आ भितरे कर्म तत्परतार जो गुढ़ कथा निहित अछि।
समय अजथा अपचय करिवार कोनोसी अवकाश नाही। 15 मिनिट लागिबो कोन पाई 5 मिनिट रे कामटी काई न होई पारि। एई होचे एजिलिटी। 12टी गुण भितरु तृतीय गुण। तीनोटी गुण वर्तमान सुधा आलोचना करिसेंती। विल पावर, इच्छा शक्ति, प्रेजेंस ऑफ माइंड, उपस्थित बुद्धि, एजिलिटी, कर्म तत्परता। चतुर्थ गुण को जिबा पावर ऑफ ऑब्जर्वेशन, पर्यवेक्षण क्षमता। श्री श्री आचार्यदेवଙ୍କର कथाटी मने पड़े। आपण माने मध्य सुनिथिबे अनेक समय रे बैंगलोर रे तांको मुहरु डायरेक्ट मु सुनिथिली। जणे दंपति तांकर छोट झियोटी को नै आछंती आचार्यदेवଙ୍କ पाखकु निवेदन करी कहउचंती झियोटीर पाठ किछि मने रहुनी, जहा पढुछि स्कूल रे ट्यूशन रे सब भूली जाउछि। आचार्यदेव तांको कहिले तम झियोटी तो लेफ्टी, बाँ हातरे सब किछि करे, तमे ताको डाहाण हातरे लेखिबा पई बाध्य काई करूछ। जो माने लेफ्टी बाँ हातरे सब काम करंती तांको जदि डाहाण हातरे କରିବାକୁ बाध्य करा जाए ताहेले तांकर मस्तिष्क उपरे गुटे प्रभाव पड़े। कारण तांकर ब्रेन रो वायरिंग टी सही भली बाँ हातरे लेखिबा पई तेक जतबेले जोर जबरदस्ती बाध्य करा जाए डाहाण हातरे लेखिबा पई मस्तिष्कर कोष गुड़िक उपरे तार प्रभाव पड़े। फलस्वरूप तार स्मरण शक्ति बा स्मृति शक्ति कमी जिबार संभावना खूब अधिक। माँ जनक भाई जनक चमकी पड़िछंती जे आमे तो आचार्य देव को केबे मध्य कहि ना हो जे आम झियोटी लेफ्टी बोली बाँ हातरे सब किछि करे बोली। ये जानिले केम से जा हो से माने विदाय नहीं जाइछंती। श्री श्री आचार्य देवंकर कथा पालन करिवे बोली प्रतिश्रुति देई किछि समय परे हसी हसी आचार्य देव कहउचंती सेई माँ सेई जो दंपति आस्थिले से माने भाबुचंती मु अंतर्जामी बोली, हेले मु अंतर्जामी फंतर्जामी किछि नुह। जेतबेले झियोटी बसी जेतबेले नाट मंडप रे कीर्तन होउथिला से झियोटी ताली मारुथिला, समस्ते ताली मारुथिले, सी भी मारुथिला। हठात मोर नजर पड़िला जे झियोटी बाँ हातरे ताली मारुछ। समस्ते डाहाण हातरे मारंती, डाहाण हात रे मारंती सेई झियोटी किंतु बाँ हातरे ताली मारुछ। जानि नेली से लेफ्टी। जेतबेले से माने आसी कहिले तार मने रहुनी सांगे सांगे मु कनेक्ट करि नेली सेई कथा को। मु अंतर्जामी फंतर्जामी किछि नुहे। मो ठाकुर मते कहिचंती पर्यवेक्षण दक्षता बढ़ेबा पावर ऑफ ऑब्जर्वेशन को बढ़ेबा मु ताहा ही चेष्टा करे करिबा। आउ दिने श्री श्री आचार्य देव कहउचंती जे एई जे सकाळ बेला प्रार्थना पूर्वरु हरे कृष्ण हरे राम कीर्तन करी गोटे छोटिया ग्रुप आश्रम रे से माने आश्रम प्रदक्षिण करी ठाकुर बाड़ी आड़कू जाती। श्री श्री आचार्य देव कहउचंती जे से माने ठीक जिबा परे परे मु बाहरी जाए। कारण से माने जिबा परे मु जदी बाहरी जाए ताहेले प्रार्थनार गोटे मिनिट पूर्वरु मु पहुंची पारि। गोटे दिन मु तांको अपेक्षा करिछि किंतु से माने के आसुनांती। विलंब हेलानी प्रार्थना समय हेई जाउछि बोली देखि मु बाहरी आसे किंतु से माने आसी नांती। परे परे प्रार्थना परे जेतबेले से माने आसंती प्रणाम करिवाकू तांकू मु पचारली जे तम माने आजी शीत सकाळ तो शीत दिनर कथा आचार्य देव कहउचंती। आचार्य देव कहउचंती मु तांकू पचारली तम माने आजी चादर काहे के आन नथिलो, चादर घोड़े ही काहे के आसी नथिलो। सेमाने कहउचंती सेमानक भितरु जणे दी जण कहले आगे आजी भूली जाइथिलो। किंतु सेमाने आश्चर्य श्री श्री आचार्य देव जानिले केमती आमे आजी चादर घोड़े हेइनु बोली। आचार्य देव कहउचंती जेतबेले तांकर आसीबार विलंब हेइछि प्रतिदिन ठीक समय आसंती आजी आसी नाहंती मु जानी पारिली जे निश्चित भाବରେ शीत सकाळ चादर घोड़े हेइ नाहंती तेणु तांकर चालीबाटा टेके धीर मंथर हेइ जाइछि सेइथि ही विलंब। एई होछि पावर ऑफ ऑब्जर्वेशन। साधारण भाବରେ साधारण मଣିषर
आखिरे सब देखा जाए ना, किंतु तत्वदर्शी जी सिद्ध पुरुष जी सी देखी मध्य जहा देखा जाए ना साधारण मनीष को ताहा किंतु तांकर नजर रे आसी जाई पारे। सेइथिपाई श्री श्री ठाकुर कहउचंती जे मु चाहे तुमे माने श्रेष्ठ मनीष हेई उठ। एई कथा प्रसंग रे से दिन श्री श्री आचार्य देव कहउथिले जे एइटा किछि बड़ कथा नुहे, मु पिला दिनु एई चेष्टा रे लागि रहिछि जे श्री श्री ठाकुर जहा चाहिचंती जेपरि हबाकू चाहिचंती सेपरि हबा पई मु चेष्टा करूछि। तुमे माने मते जदि चेष्टा करो तुमे माने मते हेई परिबो। से ठाकुर चाहिचंती सेई श्रेष्ठत्व आम मानक भितर। एइथला चतुर्थ गुण विल पावर, प्रेजेंस ऑफ माइंड, एजिलिटी, तापरे पावर ऑफ ऑब्जर्वेशन। पंचम गुण आड़ को जिबा ठाकुर कहउचंती जुडिशियसनेस, विचार प्रवणता। विचार प्रवणता माने भल मंदर फरक विचार करि पारिबा। केउ समय रे किभली काम करिबा, परस्पर विपरीत विरोधी अवस्था भितरे किभली भाबरे सिद्धांत नहीं पारिबा, निश्चय निश्चित भाबरे किभली भाबरे डिसिशन नहीं पारिबा। एहला विचार प्रवणता। आम मानक जीवन रे बहु समय रे एई भले द्वंद्व उपजे। केउ माहौल रे केउ परिस्थिति रे केउ समय रे कौन कहिबा उचित कौन कहिबा उचित नुहे ता माने बुझी पारंती नाही। भूल कथा कहि बसंती परे बसंती एमती न कही सेमिति कहितेले भल होइथांता। केउ समय रे कौन करिबा कथा सेई कथा ठीक भाबरे न करि पारी परे आमे माने पछतांती कोंती अन्य प्रकार करिथिले हेइथांता। एई जो डिसिशन मेकिंग पावर, जुडिशियसनेस एटा आम मानक समस्तंकर रहिबा दरकार। से ठाकुर पुणी कहउचंती जे राताराती तो ही जाए ना, अभ्यास करू करू धीरे धीरे मनुष्य भितर विचार प्रवणताटा बढ़े। ये थिला पंचम गुण। षष्ठ गुण ताड़ को जिबा ठाकुर कहउचंती अनुसंधित्सा, इनक्विजिटिवनेस। एई जिनिसटी होउची कौन जे एई इनक्विजिटिवनेस कथाटी आउ किछि नुहे। ई कथाटी होउची आग्रह, अनुसंधित्सा, प्रबल आग्रह जानिबा पाई, बुझी नवा पाई, खोज नवा पाई, सत्य को उद्घाटन करिबा पाई। एई जो अनुसंधित्सा ताहा किंतु प्रत्येकंकर रहिबा उचित। अनेक समय मनीष कहे से जा हेला हमर सेतुर कौन मिलियो, आम काम रे हमें मतलब रखि रहेला। अर्थात विषयटी को वस्तुटी को भल भाबरे जानिबार इच्छा मनीष भितर नाही। ठाकुर कहउचंती एई भली भाबरे जानिबा को हेबो जहा जानिला जानिबा बाकी रहे ना। ठाकुर कहउचंती पिला दिने छोट थिला बेले मु एई प्रश्न मन भितर आसुथिला, माटी हेला गोटिए गछ काहे के अलगा अलगा प्रकार। एते क्यूरियोसिटी बा इनक्विजिटिवनेस मो भितर थिला। ठाकुर कहउचंती बेले बेले गछ गुडा को उपाड़ी ता चेर को मु देखिबा को चेष्टा करे जे कौन अछि आ भितरे। माटी तो गोटिए गोटिए माटी रो अलगा अलगा प्रकार गछ काहे के होछ। ठाकुर कहउचंती परवर्ती समय रे बुझी पारिली जे माटी सेना गोटे किंतु मंजी होउची अलगा अलगा रकम रो। सेइत पई गछ गुडा अलगा अलगा प्रकार रो। बुझली जे दुनिया रे एभली कोनोसी दुईटी जिनिस नाही जहा समान, समस्त होउचंती पृथक। हेउची अनुसंधित्सा, जानिबा पई एई जे आग्रह। ठाकुर कहउचंती एई अनुसंधित्साटा किंतु जेतबळे अनुसंधित्सु सेवारे रूपांतरित हुए सेतबळे मनीष मंगलर अधिकारी हुए। मोर जे प्रिय परम
ସିଏ କଣ ଚାହାନ୍ତି ତାହା ଯେଭଳି ମୁଁ ତାଙ୍କର ମୁହଁ ଦେଖି ବୁଝି ଦେଇପାରେ। ଏଇଭଳି ଭାବରେ ଅନୁସନ୍ଧିତ୍ସାର ଭାବ ରହିବା ଦରକାର। ମୁଁ କଣ ଚାହେଁ ତା ମୁଁ କହିବା ପୂର୍ବରୁ ଶ୍ରୀ ଠାକୁର ଦୀପରକ୍ଷରେ କହୁଛନ୍ତି, ମୁଁ କହିବା ପୂର୍ବରୁ ଯଦି ତୁମେ ବୁଝି ଦେଇପାର ଯେ କଣ ଚାହେଁ ଏବଂ ଦୌଡ଼ି ଯାଇ ସେଇ କାମଟି କରିଦେଇପାର, ତାହେଲେ ସିଏ ହଉଛି ବାସ୍ତବିକ ଅନୁସନ୍ଧିତ୍ସୁ ସେବା। ପ୍ରିୟ ପରମ ଯିଏ, ତାଙ୍କର କଣ ଇଚ୍ଛା, କେଉଁଥିରେ ସେ ଆନନ୍ଦ ପାଆନ୍ତି, ତୃପ୍ତି ପାଆନ୍ତି, ଅନୁସନ୍ଧିତ୍ସୁ ମନ ତାହା କିନ୍ତୁ ଖୋଜି ନିଏ, ବାହାର କରିନିଏ। ଇନକ୍ୟୁଜିଟିଭନେସ୍, ଏଇ ଯେ ଗୁଣଟି, এই যে ষষ্ঠ গুণটি ଆମେ ଆଲୋଚନା କଲେ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରେଷ୍ଠ ମଣିଷ ହବା ପାଇଁ ହେଲେ ମଣିଷ ଜୀବନରେ କିନ୍ତୁ ତାର ଆବଶ୍ୟକତା ଅଛି। ଇଚ୍ଛା ଶକ୍ତି, ଉପସ୍ଥିତ ବୁଦ୍ଧି, ତୀବ୍ରତା, ପର୍ଯ୍ୟବେକ୍ଷଣ ଦକ୍ଷତା, ବିଚାର ପ୍ରବଣତା, এই 6ଟି ଗୁଣ ଆଲୋଚନା କରିସାରିଛନ୍ତି। ଆଗକୁ ଆହୁରି 6ଟି ଗୁଣ ବାକି ରହିଲା। ଠାକୁର କହୁଛନ୍ତି ଆଉ ଗୋଟିଏ ଗୁଣ ଯାହା ଅତ୍ୟନ୍ତ ପ୍ରୟୋଜନୀୟ, ତାହା ହେଉଛି ଅତୀନ୍ଦ୍ରିୟତା, ସୁପ୍ରା ସେନ୍ସରୀ ପରସେପସନ। ଠାକୁର କହୁଛନ୍ତି ତୁମର ଇନ୍ଦ୍ରିୟ ଗୁଡିକ ତୁମେ ଏଭଳି ଭାବରେ ଶକ୍ତିଶାଳୀ କରି ତୋଳ ଯେ ଯାହା ସାଧାରଣ ମଣିଷର ଇନ୍ଦ୍ରିୟ ଧରି ପାରେ ନା, ତା ବୋଧ ଭିତରେ ତୁମେ ତାକୁ ଧରି ପାରିବ। ଦେବୀ ପ୍ରସାଦ ମୁଖୋପାଧ୍ୟାୟ ଠାକୁରଙ୍କର ଭକ୍ତ ଥିଲେ। ଦିନେ ସକାଳୁ ସକାଳୁ ଆସି ପହଞ୍ଚିଛନ୍ତି ଠାକୁରଙ୍କ ପାଖରେ। ରାତିରେ ତାଙ୍କ ଘରୁ ଚୋରି ହେଇଯାଇଛି। ଦେବୀ ତାଙ୍କର ମନ ଖରାପ, ଠାକୁର କଥା ଶୁଣି ଠାକୁରଙ୍କର ମଧ୍ୟ ମନ ଖରାପ। ଠାକୁର କହୁଛନ୍ତି ଯେ ମୋର ଜଣେ ଭକ୍ତ, ମୋର ଅନୁରାଗୀ, ତାର ଘରେ ଯଦି ଚୋରି ହୁଏ ତାର ଅର୍ଥ ସେ ନିଶ୍ଚିତ ଭାବରେ ସତର୍କ ନଥିଲା ଏବଂ ଚୋର ତା ଘରୁ ଚୋରି କରି ନେଇ ଚାଲିଗଲା, ସେ ଜାଣିପାରିଲା ନାହିଁ। ଏଇ କଥାଟି ଦେବୀ ତାଙ୍କୁ ଟିକେ ବାଧିଛି। ଦେବୀ ତା ଠାକୁରଙ୍କୁ କହୁଛନ୍ତି, ଠାକୁର ମୁଁ କଣ କରିଥାନ୍ତି ଯେ, ଘରେ ତାଲା ଲଗେଇଥିଲି, ବାହାରେ ଲାଇଟ ଜଳୁଥିଲା, ଅଧରାତି, ସ୍ୱାଭାବିକ ଭାବରେ ମୁଁ ଏବଂ ମୋର ପରିବାରର ସମସ୍ତେ ଶୋଇଯାଇଛୁ, ଏଟା ସାଧାରଣ କଥା, ଏଥିରେ ମୋର ଭୁଲ କଣ ରହିଲା? ମୁଁ ତ ତାଲା ଲଗେଇଥିଲି, ସବୁ କିଛି କରିଥିଲି। ରାତିରେ ଚୋର ଆସିଲା, ନିଘୋଡ଼ ନିଦରେ ଆମମାନେ ଶୋଇଛୁ, ତାଲା ଭାଙ୍ଗିଲା, ସେ ଶବ୍ଦ ଆମେ କେମିତି ଶୁଣିପାରିବୁ? ଠାକୁର କହୁଛନ୍ତି ଯେ ତାଲା ଭାଙ୍ଗିବାର ଶବ୍ଦ ତ ବହୁତ ଦୂର କଥା, ତୁମମାନଙ୍କୁ ଯୋଉ ଉପାୟ ମୁଁ ଦେଇ ଯାଇଛି ତାହା ଯଦି ଅବଲମ୍ବନ କର, ତାହେଲେ ଗୋଟିଏ ପିନ୍ ଯଦି କୋଉଠି ପଡେ, ଛୋଟିଆ ପିନ୍ଟେ ଯଦି ପଡେ, ତାହାର ଶବ୍ଦ ମଧ୍ୟ ତୁମ କାନରେ ଶୁଣାଯିବ। If a pin drops, you should be able to hear that sound. ତାଲା ଭାଙ୍ଗିବା ତ ବହୁତ ଦୂରର, ବହୁତ ବଡ କଥା। ଠାକୁର ଚାହୁଁଛନ୍ତି ଆମର ଇନ୍ଦ୍ରିୟ ଗୁଡିକ ସେଭଳି ଭାବରେ ହେଇ ଉଠୁ। ଶୁଣିବାର ଶକ୍ତି, ଦେଖିବାର ଶକ୍ତି, ଶୁଙ୍ଘିବାର ଶକ୍ତି, ଆଘ୍ରାଣ କରିବାର ଶକ୍ତି ଯେମିତି ତୀବ୍ର ହେଇ ଉଠେ, ପ୍ରବଳ ହେଇ। ଠାକୁର କହୁଛନ୍ତି କେମିତି ସମ୍ଭବ ହବ? ଠାକୁର କହୁଛନ୍ତି ଫ୍ୟାନ କରିବା ଭିତରେ ଦେଇ ତ ହବ, ଏଥିରେ କୌଣସି ସନ୍ଦେହ ନାହିଁ। ତା ଛଡା ତୁମେ ମାନେ ଅନେକ ସମୟରେ ଅନେକ ଦୂରକୁ ଲକ୍ଷ୍ୟ କରି ରୁହ, ଅନେକ ଦୂର, ଯାହା ମନେ ହୁଏ ଯେମିତି ଦେଖା ହିଁ ଯାଉନି, ଚେଷ୍ଟା କର ସେଠି କଣ ଅଛି ଦେଖିବା ପାଇଁ। ତାପରେ ପାଖକୁ ଯାଇ ମିଳେଇ ନେଇ ଦେଖ ଯେ ତାହା ଦୂରରୁ ଦେଖିଥିଲ ତାହା ଠିକ ନା ଭୁଲ। ଆଉ କହୁଛନ୍ତି ଅଭ୍ୟାସଟା ତୁମକୁ ହେଲ୍ପ କରିବ ତୁମର ଅତୀନ୍ଦ୍ରିୟତାକୁ ବଢେଇବା ପାଇଁ। ପୁଣି କହୁଛନ୍ତି ଏଭଳି ଶବ୍ଦ ତୁମେ ଶାନ୍ତ ମନ ନେଇ କାମଲି ଚେଷ୍ଟା କର ଶୁଣିବା ପାଇଁ, ତୁମର ପରିବେଶରୁ କଣ କିଭଳି କେଉଁ ପ୍ରକାରର ଶବ୍ଦ ଗୁଡିକ ଆସୁଛି ବୁଝିବାକୁ ଚେଷ୍ଟା କର, ସେ କି ଶବ୍ଦ, ସେ କଣ। ପାଖରେ ଯାଇ ମିଳେଇ ଦେଇ ଦେଖ ଯେ ଠିକ ଲାଗୁଛି କି ନାହିଁ। ଦେଓଘର ଆଶ୍ରମରେ ସେତେବେଳେ ବିଶେଷ କୋଠାବାଡି ହେଇନି,
ଆପଣ ମାନେ ଜାଣନ୍ତି ଯେ ସତ୍ସଙ୍ଗର ହଲ୍ଟେଜ ଯୋଉ ଛୋଟିଆ ଷ୍ଟେସନ ଟି ଅଛି ସତ୍ସଙ୍ଗ ଆଶ୍ରମର ବାହାରେ, ଯେଉଁ ଘରେ ସେତେବେଳେ ଶ୍ରୀ ଶ୍ରୀ ଠାକୁର ବସୁଥିଲେ, ସେଇ ଘର ଠାରୁ ସେଇ ସତ୍ସଙ୍ଗ ପବ୍ଲିକ ହଲ୍ଟେଜ ଯୋଉଟା, ଯୋଉ ଛୋଟ ଷ୍ଟେସନ ସତ୍ସଙ୍ଗ ନଗରର, ଯୋଉଠି କିଛି ଟ୍ରେନ ରହେ, ତାହା ଦେଖା ଯାଉଥିଲା ଷ୍ଟେସନଟି। ବିଶେଷ ଘର ବାଡି ସେତେବେଳେ ହେଇନଥିଲା। ଦିନେ ଠାକୁର ବସିଛନ୍ତି, ଭକ୍ତ ମଣ୍ଡଳୀ ପର୍ଯ୍ୟବେସିତ ହେଇ ଟ୍ରେନଟି ଆସି ରହିଛି ସତ୍ସଙ୍ଗ ନଗର ଷ୍ଟେସନରେ। ଠାକୁର କହୁଛନ୍ତି, ତୁମମାନେ କଣ ଦେଖୁଛ? ଭାଇମାନେ ମା ମାନେ କହୁଛନ୍ତି, ଗୋଟିଏ ଟ୍ରେନ ଆସି ରହିଲା। ଠାକୁର କହିଲେ, ଆଉ କଣ ଦେଖୁଛ? ସେମାନେ କହୁଛନ୍ତି, ଆଜ୍ଞା ପ୍ଲାଟଫର୍ମରେ ବହୁତ ଲୋକ ଚଲାବୁଲା କରୁଛନ୍ତି। ଠାକୁର କହୁଛନ୍ତି, ଆଉ କଣ ଦେଖୁଛ? କହିଲେ, ଆଜ୍ଞା ଆଉ କଣ ଦେଖିବୁ? ଠାକୁର କହୁଛନ୍ତି, ଟ୍ରେନର ଯୋଉ ବଗି ଗୁଡାକ ଭିତରେ ଯୋଉମାନେ ବସିଛନ୍ତି ସେମାନେ କଣ କରୁଛନ୍ତି? ଭକ୍ତମାନେ କହୁଛନ୍ତି, ଆଜ୍ଞା ସେଇଟା ଦେଖିବା ସମ୍ଭବ ନୁହେଁ। ଟ୍ରେନ ଟା ଥୁଆ ହେଇ ଅଛି ବୋଲି ଦେଖିପାରୁଛୁ, ଆଉ ଆପଣ କହୁଛନ୍ତି ଟ୍ରେନ ଭିତରେ ଥିବା ଯୋଉ କମ୍ପାର୍ଟମେଣ୍ଟ ତା ଭିତରେ କିଏ ବସିଛି, ସେମାନେ କଣ କରୁଛନ୍ତି, ସେଇଟା ଆଜ୍ଞା ଦେଖିପାରୁନୁ। ଠାକୁର କହୁଛନ୍ତି, କାହିଁ ମୁଁ ତ ଦେଖିପାରୁଛି। ଚେଷ୍ଟା କର, ଯଦି ଭଲ ଭାବରେ ଚେଷ୍ଟା କର ତୁମେ ମାନେ ମଧ୍ୟ ଦେଖିପାରିବ। ମୁଁ ଚାହେଁ ତୁମର ଇନ୍ଦ୍ରିୟ ଗୁଡିକ ଅତୀନ୍ଦ୍ରିୟ ହେଇ ଉଠୁ। ତା ମାନେ ଯାହା ସାଧାରଣ ଭାବରେ ମଣିଷ ଶୁଣିପାରେ ନା, ତାହା ଯଦି ତୁମେ ଶୁଣିପାର, ଯାହା ମଣିଷ ଦେଖିପାରେ ନା, ତାହା ଯଦି ଦେଖିପାର, ତୁମର ଇନ୍ଦ୍ରିୟ ଗୁଡିକୁ ଏଭଳି ଶକ୍ତିଶାଳୀ ଯଦି ତୁମେ କରିଦେଇ ପାର, ଯାହା ଦ୍ଵାରା ତୁମେ ଏସବୁ ଦେଖିପାର, ସେଇଟା ହଉଛି ଅତୀନ୍ଦ୍ରିୟ। ତା ଛଡା ଅତୀନ୍ଦ୍ରିୟ ଫତୀନ୍ଦ୍ରିୟ ବୋଲି ଆଉ କିଛି ନାହିଁ। ସପ୍ତମ ଗୁଣ ଆଲୋଚନା କଲେ। ସାତଟି ଗୁଣ: ଇଚ୍ଛା ଶକ୍ତି, ଉପସ୍ଥିତ ବୁଦ୍ଧି, ପର୍ଯ୍ୟବେକ୍ଷଣ ଦକ୍ଷତା, ତୀବ୍ରତା, ବିଚାର ପ୍ରବଣତା, ଅତୀନ୍ଦ୍ରିୟତା। 8 ନମ୍ବର ଗୁଣକୁ ଯିବା। ଠାକୁର କହୁଛନ୍ତି, କୋଡିଆଲ ଗୋ ଅଫ ଲାଇଫ, ହୃଦୟ ବ୍ୟବହାର। କୋଡିଆଲ ଗୋ ଅଫ ଲାଇଫ, ହୃଦୟ ବ୍ୟବହାର, ହୃଦୟକୁ ଛୁଇଁଲା ଭଳି ବ୍ୟବହାର। ତୁମମାନଙ୍କର କଥାବାର୍ତ୍ତା, ଚାହାଣୀ, ବ୍ୟବହାର ଏଇଭଳି ହେଇ ଉଠେ, ଯାହା ମଣିଷର ହୃଦୟ ଗ୍ରାହୀ ହେଇ ଉଠେ। କୋଡିଆଲ ଗୋ ଅଫ ଲାଇଫ। ଠାକୁର କହୁଛନ୍ତି, ଜଣକ ପାଇଁ ବିଛଣା କରିଦଉଛ, ଏଭଳି ଭାବରେ ଚାରି କୋଣକୁ ସୁନ୍ଦର ଭାବରେ ତୁମେ ପାରିଦେବ। ସାମାନ୍ୟ ଟିକେ କୋଉଠି ଦାଗ ବି ଯେମିତି ଦେଖିବାକୁ ନ ମିଳେ, ଏଭଳି ସୁନ୍ଦର ଭାବରେ ବିଛଣାଟି ତୁମେ ଲଗେଇ ଦେଇଥିବ। ଯାହା ପାଇଁ ଲଗେଇଛ, ସେ ବିଛଣାଟି ଦେଖି ଯେମିତି ତା ମନ ପୁରିଯାଏ। ଇଏ ହେଲା କୋଡିଆଲ ଗୋ ଅଫ ଲାଇଫ। ଇଏ କଥାବାର୍ତ୍ତା ଚାଲିଛି, ହଠାତ୍ ଆସିକି ପହଞ୍ଚିଲେ ବ୍ରଜଗୋପାଳ ଦତ୍ତରାୟ। ଠାକୁର ତାଙ୍କ ଆଡକୁ ଅନଉଛନ୍ତି, ସିଏ ଠାକୁରଙ୍କ ଆଡକୁ ଅନଉଛନ୍ତି। ଠାକୁର କହୁଛନ୍ତି, ଦେଖ ଏଇ ଯେ ବ୍ରଜ ଆସିଲା, ଧର ତୁମେ ମାନେ ବସିଛ, ବ୍ରଜ ଆସି ପହଞ୍ଚିଲା, ତୁମେ ଏମିତି ତା ଆଡକୁ ଅନେଇବ ସ୍ନେହ ଭରା ଦୃଷ୍ଟିରେ, ଯେମିତି ସେ ଗଦ ଗଦ ହେଇ ଉଠିବ। ଇଏ ହେଲା କୋଡିଆଲ ଗୋ ଅଫ ଲାଇଫ, ହୃଦୟ ବ୍ୟବହାର। କିନ୍ତୁ ଆମର ଦେଖାଯାଏ, ଆମର କଥାରେ ବି ମଧ୍ୟ କୃପଣତା। ଯେମିତି ମଧୁର କଥା ଟିକେ କାହାକୁ କହିଦେଲେ ଟଙ୍କା ପଇସା କିଛି ଖର୍ଚ୍ଚ ହେଇଯାଉଛି, ଏଇଭଳି ଅବସ୍ଥା। ଏଇ ଯେ ହୃଦୟ ବ୍ୟବହାର, କୋଡିଆଲ ଗୋ ଅଫ ଲାଇଫ, ଠାକୁର ଚାହିଁଛନ୍ତି ଆମ ସମସ୍ତଙ୍କ ଭିତରେ ଯେମିତି ବୃଦ୍ଧି ପାଉ। ଆମକୁ ଦେଖି, ଆମ ସାଙ୍ଗରେ କଥା ହେଇ ମଣିଷ ଯେମିତି ଗଦଗଦ ହେଇ ଉଠେ, ମଣିଷ ହୃଦୟ ଯେମିତି ତରଳିଯାଏ, ପଥର ବି ଯେମିତି ତରଳିଯାଏ। ଠାକୁରଙ୍କ ବ୍ୟବହାର ଥିଲା ଠିକ ସେଇଭଳି। ଠାକୁର ଚାହିଁଛନ୍ତି ଆମକୁ ମଧ୍ୟ ଠିକ ସେଇଭଳି ହବା ପାଇଁ। ଏଥିରେ କିଛି ଟଙ୍କା ପଇସା ଖର୍ଚ୍ଚ କରିବାକୁ ହୁଏ ନା, ସମୟ ଦେବାକୁ ହୁଏ ନା। ନିଜର ବ୍ୟବହାରଟିକୁ, କଥାକୁ, ନିଜର ବାକ୍ୟକୁ ଟିକେ ମଧୁର କରି ତୋଳିବାକୁ, କଥାବାର୍ତ୍ତା, ଚାହାଣୀ, ବ୍ୟବହାରକୁ ଟିକେ ମଧୁର, ମନୋରମ କରି ତୋଳିବାକୁ ହୁଏ। ଏତିକି ହିଁ ପ୍ରয়োଜନ, ଆଉ ବିଶେଷ କିଛି ନୁହେଁ। ଇଏ ଥିଲା ଅଷ୍ଟମ ଗୁଣ,
ତାପରେ ଆଗକୁ ବଢିବା। ତାପର ଗୁଣଟି ଠାକୁର ଯାହା କହୁଛନ୍ତି ସେଟା ହଉଛି, ଠାକୁର କହୁଛନ୍ତି ସେଟା ହଉଛି ରିସେପ୍ଟିଭନେସ୍, ଗ୍ରହଣ କ୍ଷମତା। ଗ୍ରହଣ କ୍ଷମତା, ଗ୍ରହଣ କ୍ଷମତା ଅର୍ଥ ଗ୍ରହଣ କରିବାର କ୍ଷମତା। ଆମମାନଙ୍କର ସମସ୍ତଙ୍କ ଜୀବନରେ ପ୍ରତିନିୟତ ଆମମାନେ ଦେଖନ୍ତି ଯେ ପରିବେଶ ଠାରୁ ସବୁ ସମୟରେ ବିଭିନ୍ନ ପ୍ରକାର ଇମ୍ପଲ୍ସ ଆମମାନଙ୍କ ପାଖକୁ ଆସେ। ପରିବେଶର ଇମ୍ପଲ୍ସ, ପରିବେଶରୁ ବିଭିନ୍ନ ପ୍ରକାର ସାଡା ଆମମାନେ ପାଉ। ଠାକୁର କହୁଛନ୍ତି ଯେ ସେଇ ସାଡା ଗୁଡିକ ଗ୍ରହଣ କରିବାର କ୍ଷମତା କିନ୍ତୁ ସମସ୍ତଙ୍କ ଭିତରେ ନଥାଏ। ଭଲ ସମ୍ବାଦଟେ ପାଇଲେ ଆମେ ଖୁସି ହେଇଯାଉ, କିନ୍ତୁ ଗୋଟେ ବ୍ୟାଡ ନ୍ୟୁଜ ବା ଖରାପ ସମ୍ବାଦ ଆସିଲେ ଆମେ ତାକୁ ଗ୍ରହଣ କରିପାରୁନା। କିଏ ଆମ ସହ ଭଲ ବ୍ୟବହାର କଲେ ଆମେ ତାହା ଗ୍ରହଣ କରିପାରୁ, କିନ୍ତୁ ଆମ ସହ କିଏ ଖରାପ ବ୍ୟବହାର କଲେ ଆମେ ତାହା ଗ୍ରହଣ କରିପାରୁନା। ଠାକୁର କହୁଛନ୍ତି ଭଲ ଏବଂ ମନ୍ଦ, ସୁନ୍ଦର ଏବଂ ଅସୁନ୍ଦର, ସବୁ କିଛିକୁ ଗ୍ରହଣ କରିବାର କ୍ଷମତା ତୁମମାନଙ୍କ ଭିତରେ ରହିବା ଉଚିତ। ଠାକୁର ନିଜ ଉଦାହରଣ ଦେଇ କହୁଛନ୍ତି, ଧର ମୁଁ ତୁମମାନଙ୍କ ସାଙ୍ଗରେ ବସି ଆଲୋଚନା କରୁଛି, କୌଣସି ଗୋଟେ ବିଶେଷ ଗୁରୁତ୍ୱପୂର୍ଣ୍ଣ ସୃଷ୍ଟି ତତ୍ତ୍ୱ ଇତ୍ୟାଦିର କଥା ଆଲୋଚନା ଚାଲିଛି, ଗଭୀର ଆଲୋଚନା ଚାଲିଛି। ଏହି ଗଭୀର ଆଲୋଚନା ଭିତରେ ହଠାତ୍ ଜଣେ ବ୍ୟକ୍ତି କେଉଁଠାରୁ ଆସି ପହଞ୍ଚି ବଡ ପାଟିରେ ଚିଲେଇ ଚିଲେଇ କହିବାକୁ ଲାଗିଲା ଯେ ଠାକୁର, 2 ଦିନ ହେଲା ଘରେ ଖାଇବାକୁ ନାହିଁ, ପିଲାମାନେ ଉପାସ ଅଛନ୍ତି, କିଛି ବନ୍ଦୋବସ୍ତ କରନ୍ତୁ। ଠାକୁର କହୁଛନ୍ତି ମୋ ମନ ଭିତରେ କି ଭାବର ସୃଷ୍ଟି ହେଲା? ବିରକ୍ତି। ଗୋଟେ ଗଭୀର ବିଷୟ ନେଇ ଏକ ଗୂଢ ତତ୍ତ୍ୱରେ ଆଲୋଚନାରେ ମୁଁ ଡୁବି ରହିଛି, ଏଇ ଲୋକଟିକୁ କଣ ଟିକେ ଦେଖାଯାଉ ନାହିଁ ଯେ ମୁଁ ଏତେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଛି ବୋଲି? 2 ମିନିଟ କଣ ଅପେକ୍ଷା କରିପାରିଲା ନାହିଁ? ଠାକୁର କହୁଛନ୍ତି ମୋ ମନ ଭିତରେ ଯଦି ବିରକ୍ତିର ଭାବ ସୃଷ୍ଟି ହେଲା, କିନ୍ତୁ ମୋ ମସ୍ତିଷ୍କର ଭିତରେ ଥିବା ଗ୍ରହଣ କ୍ଷମତା ମତେ ସେତେବେଳେ କିନ୍ତୁ ଚେତେଇ ଦେଲା ଯେ ଦେଖ, ସେଇ ଲୋକଟାର ଆବଶ୍ୟକତା ତୁମର ଆବଶ୍ୟକତା ଠାରୁ ଅଧିକ, ତା କଥା ବୁଝ। ସେତେବେଳେ ମୁଁ ତତ୍ପର ହେଇ ଉଠିଲି ସେଇ ଲୋକଟିକୁ ସାହାଯ୍ୟ କରିବା ପାଇଁ, ତାର ଘରେ ଖାଇବା ପିଇବାର ବନ୍ଦୋବସ୍ତ କରିବା ପାଇଁ। ଠାକୁର କହିଲେ ଯେ ତାର କଥାଟି ମୁଁ ଗ୍ରହଣ କରିପାରୁନଥିଲି, କିନ୍ତୁ ମୋ ଭିତରେ ଥିବା ଗ୍ରହଣ କ୍ଷମତା ମତେ ସେଇ କଥାକୁ ଗ୍ରହଣ କରିବାକୁ ସାହାଯ୍ୟ କଲା। ଯାହା ପ୍ରଥମେ ବିରକ୍ତିର ଉଦ୍ରେକ କରିଥିଲା, ତାହା କିନ୍ତୁ ସହାନୁଭୂତିରେ ରୂପାନ୍ତରିତ ହେଲା, କାରଣ ମସ୍ତିଷ୍କର ଗ୍ରହଣ କ୍ଷମତା ମତେ ସାହାଯ୍ୟ କଲା। ଠାକୁର ଉଦାହରଣ ଦେଇ କହୁଛନ୍ତି ଗୋଟେ ପୋଖରୀରେ ପାଣି ଅଛି, ପାଣିଟା ଯଦି ମନ ହୁଏ, ତୁମେ କଣ କର, ଯଦି ତୁମେ ଟେକାଟିଏ ବା ଢେଲାଟିଏ ସେ ପାଣି ଭିତରେ ପକାଅ, ଦେଖାଯିବ ଯେ ପାଣି ଭିତରେ ହଲଚଲ ସୃଷ୍ଟି ହେଲା, ତରଙ୍ଗ ସୃଷ୍ଟି ହେଲା। କିନ୍ତୁ କେତୋଟି ମୁହୂର୍ତ୍ତ ଭିତରେ ପାଣିର ଯୋଉ ଗ୍ରହଣ କ୍ଷମତା, ସମସ୍ତ ପାଣିଟା ଚେଷ୍ଟା କଲା କେମିତି ସ୍ୱାଭାବିକ ହେଇଯିବା ପାଇଁ, ପୁଣି କେତୋଟି ମୁହୂର୍ତ୍ତ ପରେ ପାଣି ସ୍ୱାଭାବିକ ହେଇଗଲା। ଠାକୁର ଏଇ ହଉଛି ମନ, ପଥରଟି ହଉଛି ପରିବେଶର ସାଡା ବା ଇମ୍ପଲ୍ସ। ପଥରଟି ପଡିଲା, ତରଙ୍ଗ ସୃଷ୍ଟି ହେଲା, କେତୋଟି ମୁହୂର୍ତ୍ତ ପାଇଁ ହଇଚଇ ବା ହଲଚଲ ହେଲା, ତାପରେ ପାଣିଟି ସ୍ୱାଭାବିକ ହେଇଗଲା। ପାଣିର ଯୋଉ ଗ୍ରହଣ କ୍ଷମତା, ସେଥିପାଇଁ ତାହା ସମ୍ଭବ ହେଲା। ଠାକୁର କହୁଛନ୍ତି ଯେ କିଛି ବାଧା ବିପତ୍ତି ଆସିପାରେ, ଅସୁବିଧା ଆସିପାରେ, ସମସ୍ୟା ଆସିପାରେ ଜୀବନରେ, ଭଲ ସମ୍ବାଦ ଖରାପ ସମ୍ବାଦ ଆସିପାରେ, ଭଲ ବ୍ୟବହାର ମିଳିପାରେ, ଖରାପ ବ୍ୟବହାର ମିଳିପାରେ। ମନ ଭିତରେ ସାମୟିକ ଭାବରେ ବିରକ୍ତି ବା କ୍ରୋଧ ବା ଭୟ ବା କୌଣସି ଭାବର ସଞ୍ଚାର ହେଇପାରେ, କିନ୍ତୁ ତୁମ ଭିତରେ ଥିବା ଗ୍ରହଣ କ୍ଷମତା ତତ୍କ୍ଷଣାତ୍ ତୁମକୁ ଯେଭଳି ସ୍ୱାଭାବିକ କରି ତୋଳେ। ଏଇ ହଉଛି ଗ୍ରହଣ କ୍ଷମତା। ବର୍ତ୍ତମାନ ସୁଦ୍ଧା ଆଲୋଚନା କରିଛନ୍ତି ୱିଲ୍ ପାୱାର, ପ୍ରେଜେନ୍ସ ଅଫ ମାଇଣ୍ଡ, ପାୱାର ଅଫ ଅବଜରଭେସନ, ଆଜିଲିଟି, ସୁପ୍ରା ସେନ୍ସରୀ ପରସେପ୍ସନ ବା ଅତୀନ୍ଦ୍ରିୟତା, ଜୁଡିସିୟସନେସ୍, ଇନକ୍ୟୁଜିଟିଭନେସ୍, କୋଡିଆଲ ଗୋ ଅଫ ଲାଇଫ, ରିସେପ୍ଟିଭନେସ୍। ବର୍ତ୍ତମାନ ଆମେ ଯିବା 10 ନମ୍ବର ଗୁଣକୁ।
ଠାକୁର କହୁଛନ୍ତି ସେଟା ହଉଛି ମୋଟର ସେନ୍ସରୀ କୋଅର୍ଡିନେସନ। ମୋଟର ସେନ୍ସରୀ କୋଅର୍ଡିନେସନ ଚିନ୍ତା ଏବଂ କର୍ମର ସମନ୍ୱୟ, ଯୋଉଟା ଆମମାନଙ୍କ ଜୀବନରେ ସାଧାରଣ ଦେଖିବାକୁ ମିଳେ ନା। ସାଇକେଲ ବା ବାଇକ ରେ ଯାଉଥିବା ଲୋକଟି ଯେତେବେଳେ ସାମ୍ନାରେ କଣ ଚାଲି ଆସେ, ସେତେବେଳେ ମସ୍ତିଷ୍କ କହୁଛି ବାଁ ଦିଗକୁ ହ୍ୟାଣ୍ଡେଲ ବୁଲେଇବା ପାଇଁ, କିନ୍ତୁ ହାତ ନେଇଯାଉଛି ଡାହାଣ ଦିଗକୁ। ଆକ୍ସିଡେଣ୍ଟ ହଉଛି, ଧକ୍କା ହଉଛି, ଦୁର୍ଘଟଣା ହଉଛି। ତାର ମୂଳ କାରଣ ହେଲା ମୋଟର ସେନ୍ସରୀ କୋଅର୍ଡିନେସନ ନାହିଁ। ମସ୍ତିଷ୍କ ଏବଂ ଆମମାନଙ୍କ ଶରୀରରେ ଥିବା ଯୋଉ ମୋଟର ନର୍ଭ, ଯାହା ଆମମାନଙ୍କୁ କର୍ମକ୍ଷମ କରାଏ, ମସ୍ତିଷ୍କ ଆମକୁ ନିର୍ଦ୍ଦେଶ ଦେଉଛି କିଛି କର୍ମ କରିବା ପାଇଁ, କିନ୍ତୁ ଆମମାନଙ୍କ ଭିତରେ ଥିବା ଯୋଉ ମୋଟର ନର୍ଭସ, ସେଗୁଡିକ ମସ୍ତିଷ୍କର ଯୋଉ ନିର୍ଦ୍ଦେଶ ତାକୁ ଠିକ ଭାବରେ ବୁଝି ପାରୁନାହିଁ, ସେଇଥିପାଇଁ ତାକୁ କାର୍ଯ୍ୟକାରୀ କରିପାରୁନାହିଁ। ଠାକୁର କହୁଛନ୍ତି ଅନେକ ଲୋକ ଅଛନ୍ତି ଯାହାଙ୍କ ଭିତରେ ଭଲ ଚିନ୍ତା ଅଛି, କିନ୍ତୁ ଭଲ ଚିନ୍ତାକୁ କାର୍ଯ୍ୟରେ ପରିଣତ କରିପାରନ୍ତି ନାହିଁ। ଅର୍ଥାତ୍ ତାଙ୍କର ଯୋଉ ସେନ୍ସରୀ ନର୍ଭ ଗୁଡାକ ଷ୍ଟ୍ରଙ୍ଗ, କିନ୍ତୁ ତାଙ୍କର ମୋଟର ନର୍ଭ ଷ୍ଟ୍ରଙ୍ଗ ନୁହେଁ। ଠାକୁର ପୁଣି କହୁଛନ୍ତି କିଛି ଲୋକ ଦେଖାଯାଆନ୍ତି ଖୁବ ଦକ୍ଷ, ବଳବାନ, ଶକ୍ତିଶାଳୀ, କିନ୍ତୁ ତାଙ୍କ ମୁଣ୍ଡରେ ଭଲ ଚିନ୍ତା ସମ୍ଭବ ହେଇପାରୁନି, ଭଲ ଯୋଉ ଥଟ୍ସ ସେମାନେ ତାଙ୍କ ଭିତରେ ସୃଷ୍ଟି ହେଇପାରୁନି। ତେଣୁ ଶାରୀରିକ ଦକ୍ଷତା ଥାଇ ମଧ୍ୟ ଭଲ ଚିନ୍ତାର ଅଭାବରୁ ଭଲ କର୍ମରେ ମଧ୍ୟ ସେମାନେ ନିୟୋଜିତ ହେଇପାରୁନାହାନ୍ତି। ତେଣୁ ଶ୍ରୀ ଠାକୁର ଚାହିଁଛନ୍ତି ଏ ମୋଟର ସେନ୍ସରୀ କୋଅର୍ଡିନେସନ। ଠାକୁର କହୁଛନ୍ତି ଇଷ୍ଟଭୃତି କରିବା ଭିତର ଦେଇ এই ମୋଟର ସେନ୍ସରୀ କୋଅର୍ଡିନେସନ ତା ବୃଦ୍ଧି ପାଏ। ଯେତେବେଳେ ତୀବ୍ର ଅନୁରାଗ ନେଇ ପରମ ପିତାଙ୍କୁ, ଠାକୁରଙ୍କୁ ଇଷ୍ଟଭୃତି ନିବେଦନ କରନ୍ତି, ସେତେବେଳେ ଆମର ଏଇ ମସ୍ତିଷ୍କର ଯୋଉ କୋଷ ଗୁଡିକ, ତା ଭିତର ଦେଇ ଅନେକ କିଛି ବୋଧରେ ଭିତରେ ଆସିଯାଏ, ବୋଧରେ ଧରା ପଡେ। ଏବଂ ଯେହେତୁ ମୋର ପ୍ରଭୁଙ୍କୁ ମୁଁ ଅର୍ଘ୍ୟ ନିବେଦନ କରେ ବା ଭୋଗ ନିବେଦନ କରେ ପ୍ରତିଦିନ, ଏଇ ସଂକଳ୍ପ ନେଇଛି ଯେ ଆଜୀବନ ମୁଁ କରିବି, ମୁଁ ସେଇଭଳି ଭାବରେ ନିଜକୁ କର୍ମକ୍ଷମ କରି ରଖେ। କାରଣ ମୁଁ ଯଦି କର୍ମକ୍ଷମ ନ ହୁଏ, ରୋଜଗାର ଯଦି ନ କରେ, ତାହେଲେ ମୋ ପ୍ରଭୁଙ୍କୁ କିନ୍ତୁ ମୁଁ ଇଷ୍ଟଭୃତି ଦେଇପାରିବି ନାହିଁ। ତେଣୁ ଏଇ ଯେ କରିବା ଏବଂ ଚିନ୍ତାର ଯୋଉ ସମନ୍ୱୟ, ମତେ ପ୍ରଭୁଙ୍କୁ ତୃପ୍ତି ଦେବାକୁ ହେବ ଏବଂ ତାଙ୍କୁ ତୃପ୍ତି ଦେବା ପାଇଁ ମତେ କର୍ମକ୍ଷମ ହବାକୁ ପଡିବ। ଏଇ ଯୋଉ ଚିନ୍ତା ଏବଂ କର୍ମର ଯୋଉ ସମନ୍ୱୟ, ତାର ଜ୍ୱଳନ୍ତ ଉଦାହରଣ ହଉଛି ଇଷ୍ଟଭୃତି, ଯାହା ଦ୍ୱାରା ଠାକୁର କହୁଛନ୍ତି ମୋଟର ସେନ୍ସରୀ କୋଅର୍ଡିନେସନ ସମ୍ଭବ। ସେଥିପାଇଁ ଠାକୁର ବାରମ୍ବାର କହୁଛନ୍ତି ଅନୁରାଗର ସହିତ ଇଷ୍ଟଭୃତି କରିବା ପାଇଁ, ମେକାନିକାଲି ନୁହେଁ, ଯାନ୍ତ୍ରିକ ଭାବରେ ନୁହେଁ। ଜୀବ ଜଗତ ଜୀବନ କାରଣ କରୁଣାମୟ ପ୍ରଭୁ, ଡଗ 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 ହେଇ ଗାଇଦେଲି ଏବଂ ଟଙ୍କାଟିଏ ରଖିଦେଲି ଡବା ଭିତରେ ଚାଲି ଆସିଲି, ଇଏ କିନ୍ତୁ ହେଲା ନାହିଁ। ଯେତେବେଳେ ମୁଁ ଅନୁରାଗର ସହିତ କରୁଛି, ଆମେ ମାନେ ଶୁଣିଛନ୍ତି ଯେ ଶ୍ରୀ ଶ୍ରୀ ବଡଦାଙ୍କୁ ଇଷ୍ଟଭୃତି କରିବା ପାଇଁ ଗୋଟିଏ ଦିନ ଅନେକ ସମୟ ଲାଗୁଥିଲା, ଯେପର୍ଯ୍ୟନ୍ତ ତାଙ୍କର ଅନ୍ତର ଭିତରେ ସେଇ ଭାବ ସୃଷ୍ଟି ଅନୁଭବ ନ ହେଇଛି, ସେ ଠାକୁର ଗ୍ରହଣ କରିଛନ୍ତି। ଏଇ ଯେ ଭାବ, ମୋର ପ୍ରଭୁ ମୋ ଠାରୁ ଗ୍ରହଣ କରନ୍ତୁ, ଏଇ ଯୋଉ ସୁନ୍ଦର ଭାବ ମସ୍ତିଷ୍କ ଭିତରେ, ଏବଂ ତାହା ଯେତେବେଳେ ଆମମାନଙ୍କୁ କର୍ମକ୍ଷମ କରେ, ସାରା ଦିନ ଯେତେବେଳେ କୃତଜ୍ଞତାର ଭାବରେ ଭାବିତ ହେଇ କର୍ମ ମୁଖର ହୁଅନ୍ତି, ସେତେବେଳେ ଏଇ ମୋଟର ସେନ୍ସରୀ କୋଅର୍ଡିନେସନ ଟା ସୁନ୍ଦର ଭାବରେ ପର୍ଯ୍ୟବେସିତ ହୁଏ। 11 ନମ୍ବର ଗୁଣକୁ ଯିବା। ଠାକୁର କହୁଛନ୍ତି, ଯାହାକୁ ଠାକୁର ସୁନ୍ଦର ଭାବରେ କହୁଛନ୍ତି ଯେ ରେଜିଷ୍ଟିଭ ରିଷ୍ଟ୍ରେଣ୍ଟ ଟୁ ଇଭିଲ। ରେଜିଷ୍ଟିଭ ରିଷ୍ଟ୍ରେଣ୍ଟ ଟୁ ଇଭିଲ, ଅସତ୍ ନିରୋଧ। ଅସତର ବିରୋଧ ନୁହେଁ, ଅସତର ନିରୋଧ। ବିରୋଧ କରିବାରେ ଆମମାନେ ସମସ୍ତ ଦକ୍ଷ। ଘରେ ପଶି ଚୋର ଚୋରି କଲା, ଚୋରକୁ ମୁଁ ଧରି ପାରିଲି, ଧରିକି ତାର ଖୁବ ପିଟାଇ କଲି, ପୋଲିସ ଷ୍ଟେସନରେ ତାକୁ ନେଇ ଦେଲି, ପୋଲିସ ମଧ୍ୟ ତାକୁ ଭଲ କରି ମାରପିଟ କଲା, ତାପରେ ସେ ଜେଲ ଗଲା। ମୁଁ କିନ୍ତୁ ଖୁସି ଯେ ଅସତକୁ ବିରୋଧ କଲି। ଠାକୁର ସେଇଟା ଚାହିଁନାହାନ୍ତି।
से चोरटी 2 वर्ष जेल रहिला, जेल रु बाहरिक आसिला, पुणी चोरी कला। तार चौर्य प्रवृत्ति जेपर्यंत दूरीभूत न होईची, जेपर्यंत संपूर्ण भावरे ताहा निरोध न होईची, मूलोत्पाटन न होईची, से पर्यंत असत निरोध हेला नाही। ठाकुर कहउचंती एभली कर्म जदि तुमे करि पारो, एभली कर्म जदि तुमे करि पारो, जहा द्वारा तुमे असत को संपूर्ण भावरे निरोध करि पारो, एबॉलिश करि पारो, मूलपोच कर देई पारो। चोर को पिटे जदि मारे जदि ताहेले तार विरोध कली, किंतु ता भितर थिबा चौर्य प्रवृत्तिटाको, चोरी करिवार प्रवृत्तिटाको जदि मु सबुदिन पई दूरीभूत करि देई पारे, ताहेले सेटा हला असत निरोध। वर्तमान आचार्य देव सेतबळे 8-10 वर्षर बालक, सेई समय आश्रम देवघर आश्रम रहुतिले जणे प्रवीण पुरातन सीनियर कर्मी। से हिमायतपुर रु श्री श्री ठाकुरଙ୍କ सह देवघर को आस्थिले। अनेक पुराणा कर्मी आश्रम को आसुथिबा बहु गुरु भाई माँ तांको पाखु जाहांती, तांको मुहरु ठाकुरंकर कथा सुनिबा पई, कारण से ठाकुरंकर संग अनेक वर्ष धरि करिसंती। बहु समय रे वर्तमान आचार्य देव जे तांकर जेतबे बालक अवस्था, सेई समय रे से मध्य बहुत समय रे तांको गृह को जाई पछरे छिड़ा हेई तांको कथा सुनुथले। गोटे दिन वर्तमान आचार्य देव सेतबळे से लक्ष्य करी देखिचंती जे से जे ऋतिक दादा, पुरातन सीनियर ऋतिक दादा, तांको सामनारे अनेक लोक बसचंती, ठाकुरन कथा कहउचंती। बुढ़ा बयस तो बहुत समय बसिला पर कष्ट हुए। तांकर खट तले गोटे बाक्स थाए, से बाक्स ऊपर से गोड़टी भरा दे रखंती। आचार्य देव बुझी पारिचंती, वर्तमान आचार्य देव कथा कहउची, से बालक 10-12 वर्षर 8-10 वर्षर बालक बुझी पारिचंती जे बाक्स भितर ठाकुरंकर बही अछि। तांको मनरे आघात लागिछि, से चाली आसचंती। ता परदिन पुणी सकाळु सकाळु जाई पहुंचंती। से दादा को सामने बसचंती बहु गुरु भाई एवं माँ। वर्तमान आचार्य देव का हाथ में अच्छी छोटिया स्टूल, गोटे स्टूल, एवं से तांको कहउचंती दादा आपन संगे टिके प्राइवेट कथा अछि। ये जेहेतु श्री श्री बड़दांकर नाती नमस्य, सेथिपाई समस्ते उठी आसचंती। वर्तमान आचार्य देव बालक अवस्था हाथ में धरिचंती स्टूल टीए। से कहउचंती दादा आपनकर बयस तो हेई गलानी, गोड़ रखिबाको कष्ट होउची, आपण ए बाक्स ऊपर गोड़ रखुचंती, हेले दादा एथिरे ठाकुरंकर बही अछि, सेटा तो भलो नुहे, किंतु आपनकर कष्ट मध्ये लाघव होबा दरकार, सेथिपाई मो स्टूल टिको नै आसी। दादा आजि थारु ए स्टूल टिको व्यवहार करंतु, जेतबेले गोड़रे जंत्रणा हुए बा पेन हुए, आरि ऊपर गोड़ रखी देबे। अनुतप्त होइचंती सेई दादा जनक, से सीनियर ऋतिक दादा अनुतप्त होइचंती, हाथ जोड़ी कहिचंती बाबा मोर भूल हेई जाइछ, एभली करिबा किंतु मोर उचित नथिला। ये होची असत निरोध। से श्री श्री ठाकुरंकर दायाद एई हिसाब रे जाहिर करिबे तो कहि पारथान्ते जे आपण कोन देखा जाउ नाही, एई भली भाबरे आपण ठाकुरंकर ई बही थिबा बाक्स ऊपर गोड़ रखिचंती। हुए तो क्रोधित हेई उच्च गଳାରେ କଥା से कहि पारिथान्ते, तांकर से अधिकार मध्य अछि, किंतु ता हेइथान्ता असत विरोध। से चाहिले असत को निरोध करिबा पई, जे जेभली ए दादांके भितरे प्रवृत्ति ही न रहे, केबे हेले आउ चिंता भी करि पारंती नाही जे एई भली किछि काम से करि पारंती, जे ठाकुरंकर पुस्तक थिबा बाक्स ऊपरे पाद रखिबा, इहे ହେଲା असत निरोध। शेष गुणटी वर्तमान आलोचना करिबा, समयर अभाव मध्य अछि। 12 नंबर गुण ठाकुर कहउचंती सेंस ऑफ सेल्फ इन क्रिएशन, सर्वभूतरे आत्मबोध।
ये प्रेमर भल पाइबार पराकाष्ठा याठारु अधिक आउ देखिबा संभव नुहे। सर्वभूतरे आत्मबोध मनुष्य चाहि ठाकुर चाहिंचंती एई गुणटी आम मानक भितरे गजेई उठ सब किछि भितरे निजको अनुभव करिबा। आम समस्ते जानती घटना घोड़ा गाड़ी रे ठाकुर जाउथिले एवं घोड़ा गाड़ीर चालक घोड़ा को चाबुक रे प्रहार करिछि। परवर्ती समय देखा जाइछि ठाकुरଙ୍କ पिठिरे चाबुकर दाग। भक्त माने पचारिଛନ୍ତି एटा संभव केमति? घोड़ा चालक चाबुक मारिला घोड़ा को आपणको पिठिरे दाग केमति हला? ठाकुर कहिले एटा कोन संभव नुहे? जेतबळे तुमर संतान संतति को किए कष्ट दिए तम मनरे कोन ताठु अधिका कष्ट हुए ना? तम पुओ की झियो पड़ी खंडिया खाबारा हेई गले तम मनरे जंत्रणा हुए ना? तम शरीर रे जंत्रणा हुए ना? ताहा जदि हुए ताले ए क्षेत्र रे काहेकि संभव नुहे? किंतु तुम भीतर से एकात्म बोध को जागृत करने को पड़िबो। एकात्म बोध अर्थात समस्त भितरे से मोरे आत्मा अच्छी, समस्त भितरे से परम सत्ता अच्छी अर्थात मु अच्छी। एई जे सर्वभूतरे आत्मबोध मदात्मा सर्वभूतात्मा जहाँ हमें गुरु वंदना रे कहंती ये होचे एक विशेष गुण जा केवल कथारे नुहे मनुष्यर चिंता एवं भावना भितर आनी नबाक हम सेटा मु बुझे सेतबळे ही संभव ही पारिबो जेतबळे मु काहाको कोनोसी उच्च गळारे कथा कहे काहाको निंदा करे काहाको कष्ट दिए सेतबळे जदि मोर ठाकुर मोर मने पड़ंती अरे घोड़ाटी ऊपर चाबुक बाजिथिला ठाकुरଙ୍କ पिठिरे चाबुकर दाग एई जे भाई को मु कष्ट देली ये जे व्यक्ति जनक मु कष्ट देली एथिरे ठाकुर तो निश्चय कष्ट पाइथिबे। घोड़ार चाबुकर दाग जदि ठाकुरଙ୍କ पिठिरे बाजी पारे ताले मु कष्ट देइथिबा मनीषटीको सेई मनीषर कष्ट ठाकुरଙ୍କୁ कोन कष्ट देई नथिबो? एई कथा यदि मनरे आनी पारे ताहेले मु काहाकू केबे हेले कष्ट देई पारे ना। जदि काहाकू कष्ट दिए ताहेले मु मो ठाकुरଙ୍କୁ केवल कथारे ही भल पाए वास्तव रे ठाकुरଙ୍କୁ भल पाए ना। एई सर्वभूतरे एकात्म बोध जहा भितरे अछि से अनुभव करे जीवर प्रतिटी सत्ता भितरे से परम सत्ता को एवं प्रतिटी सत्ता भितरे जे तार जे सत्ता निहित अछि से अनुभव करि पारे। ये होछ से 12टी गुण विल पावर इच्छा शक्ति प्रेजेंस ऑफ माइंड उपस्थित बुद्धि पावर ऑफ ऑब्जर्वेशन पर्यवेक्षण दक्षता एजिलिटी क्षिप्रता व तीव्रता सुप्रा सेंसरी परसेप्शन अतीन्द्रियता जुडिशियसनेस विचार प्रवणता इनक्यूजिटिवनेस अनुसंधिच्छा कोडियल गो ऑफ लाइफ हृदय व्यवहार रिसेप्टिवनेस ग्रहण क्षमता मोटर सेंसरी कोऑर्डिनेशन चिंता एवं कर्मर समन्वय रेजिस्टिव रिस्ट्रेंट टू इविल असत निरोध सेंस ऑफ सेल्फ इन क्रिएशन सर्वभूतरे आत्मबोध एई 12टी गुण एई 12टी गुण जदि आम माने चेष्टा करंती चेष्टा जदि करंती धीरे 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 आम मानक भितरे गजेई तोलिबा पाई ताहेले आमे माने समस्त खूब शीघ्र जे बायोलॉजिकली सुपीरियर ह्यूमन बीइंग बा श्रेष्ठ मनुष्य रूपांतरित हो पारिबा एथिरे कोनोसी एथिरे कोनोसी संदेह नाही। से ठाकुर चाहिचंती ताहा ताहा जदि संभव हुए ए विश्व दुनिया रे प्रतिटी सत्संगी एई भली भाबरे उच्च स्तरर मनुष्य ही उठिबो जाहाकू देखि मनुष्य आपे आपे कहिबो जार गुरु किए किए होचंती आर आदर्श तांकू मध्य मु जीवन रे ग्रहण करी मु मध्य एई भली मनुष्य ही उठिबी ताहा जदि आमने न हेई पारंती हेबा पई चेष्टा जदि न करंती ताहेले श्री श्री ठाकुरଙ୍କୁ जीवन रे ग्रहण करी पाइले कोन हेला कोन आसंतु सेई साधनार प्रति ही उठिबा सेई 12टी गुण को लेखि रखी सेई प्रतिटी गुण को सेई प्रतिटी गुण मो भितरे केतेटी केते परिमाण रे जागृत अछि तार
ବିଶ୍ଳେଷଣ କରିବା। ଠାକୁର କହିଛନ୍ତି ଯେ ଆଧ୍ୟାତ୍ମିକ ଜଗତରେ ଆଗେଇବାକୁ ହେଲେ ପ୍ରଥମ କଥା ହଉଛି ଆତ୍ମବିଶ୍ଳେଷଣ ଏବଂ ଆତ୍ମ ସଂଶୋଧନ। ଏଇ 12ଟି ଗୁଣକୁ ନେଇ ଯଦି ଆତ୍ମବିଶ୍ଳେଷଣ ଆମମାନେ କରନ୍ତି ଏବଂ ଦେଖନ୍ତି କେଉଁ ଗୁଣରେ ଆମେ କେତେ ବାଟ ଆଗେଇଛନ୍ତି, କଣ ଆଉ କରିବାକୁ ହେବ, ଯଦି ଆତ୍ମ ସଂଶୋଧନର ଯାତ୍ରା ଯଦି କରନ୍ତି, କନସିୟସଲି ଯଦି ଚେଷ୍ଟା କରନ୍ତି, ତାହେଲେ ଆମେ ନିଶ୍ଚିତ ଭାବରେ ଏଇ ଦିଗରେ ଆଗେଇ ପାରିବା, ଏଥିରେ କୌଣସି ସନ୍ଦେହ ନାହିଁ।